କେବେ ମଣିଷ ନିଜ ଇଚ୍ଛାରେ ବଦଳି ନଥାନ୍ତି। ସମୟ ଆଉ ପରିସ୍ଥିତି ତାକୁ ବାଧ୍ୟ କରିଥାଏ ବଦଳେଇବା ପାଇଁ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ। ଭାଗ୍ୟକୁ ଯଦି ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି ତେବେ କମେଣ୍ଟ ବକ୍ସର ନିଶ୍ଚିତ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ କରିନାହାନ୍ତି ତେବେ ନିଶ୍ଚିତ ସବସ୍କ୍ରାଇବ କରିନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଅଗଷ୍ଟ ମାସ 4 ତାରିଖ, ଓଡ଼ିଆ ଶ୍ରାବଣ ମାସ 20 ଦିନ, ସୋମବାର, ଶୁକ୍ଳ ପକ୍ଷ, ଦଶମୀ ତିଥି ଯାହା ଦିବା 11:26 ପର୍ଯ୍ୟନ୍ତ ରହୁଛି। ତାପରେ ଏକାଦଶୀ ତିଥି ଆରମ୍ଭ ହେଉଛି। ଆଜି ଅନୁରାଧା ନକ୍ଷତ୍ର ଯାହା ଦିବା 9:43 ପର୍ଯ୍ୟନ୍ତ ରହୁଛି। ତାପରେ ଜ୍ୟେଷ୍ଠା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ବିଛା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5:25 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:16। ଆଜି ଯାହାକି ଯୁଗ୍ନି ରହିଛି ଉତ୍ତର ଦିଗେ ଦିବା 11:26 ପରେ ଯୁଗ୍ନି ଅଗ୍ନିକୋଣରେ ରହିବ। ଆଜି କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଯାହାକି ଘାତ ବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ନିଷିଦ୍ଧ ଖାଦ୍ୟ ରହିଛି, କଳମ ଭୋଜନ ନିଷେଧ ରହିଛି। ଆଜି ଯାହାକି ଶୁଭ କାର୍ଯ୍ୟ ଗୁଡ଼ିକ ଆପଣମାନେ କରିପାରିବେ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ପୁରାତନ ଗ୍ରହ ପ୍ରବେଶ, ନାଟ୍ୟାରମ୍ଭ, ଔଷଧୀକରଣ ଓ ସେବନ, ଆରୋଗ୍ୟ ସ୍ନାନ, ହଳ ପ୍ରବାହ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ସାଧ୍ୟବକ୍ଷଣ, ତତ୍ସହିତ ନାମକରଣ, ଧାନ ସ୍ଥାପନ, ରଣଗ୍ରହଣ ଓ ଦାନ, ନବବସ୍ତ୍ର ପରିଧାନ, ନବଶଯ୍ୟା ଉପଭୋଗ, ଅଳଙ୍କାର ଧାରଣ, ହୋମାଦି ଶାନ୍ତି କରିବା ସହିତ ରାତ୍ରିରେ ଗର୍ଭଧାରଣ କରିପାରିବେ। ଆଜିର ଶୁଭ ବାର୍ତ୍ତା, ଭୂମିରେ ପଡ଼ିଥିବା ଫୁଲ କିମ୍ବା ଆପେ ଆପେ ଝଡ଼ି ପଡ଼ିଥିବା ଫୁଲ କେବେ ବି ଠାକୁରଙ୍କ ପୂଜା ପାଇଁ ଯୋଗ୍ୟ ନୁହେଁ, କିନ୍ତୁ ସଫାଳି, ବଉଳ, ତୁଳସୀ, ବେଲପତ୍ର ଏଗୁଡ଼ିକ ଝଡ଼ି ପଡ଼ିଥିଲେ ମଧ୍ୟ ଦେବ ପୂଜ୍ୟ ପାଇଁ ଯୋଗ୍ୟ ଅଟନ୍ତି। ଆଜିର ଅଶୁଭ ବେଳା ଯାହା ଦିବା 6:17 ଦିବା 8:39 ମଧ୍ୟ ରହିଛି, ଯାହାକି ରାହୁ କାଳ ସହିତ କାଳ ବେଳା। ସେହିଭଳି ଦିବା 3:09 ଅପରାହ୍ନ 4:43 ମଧ୍ୟ ରହିଛି ବାର ବେଳା। ତେଣୁ ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 6:16 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:35 ଦିବା 1:23 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 3:50 ଅପରାହ୍ନ 4:29 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7:05 ରାତ୍ରି 9:16 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି କାର୍ଯ୍ୟ ଗୁଡ଼ିକୁ ଧ୍ୟାନ ପୂର୍ବକ କରିବାର ଆବଶ୍ୟକତା ରହିଛି, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ଆଜି ମଧ୍ୟମ ଧରଣରେ ରହିଛି। ତେଣୁ ନିଶ୍ଚିତ ସଚେତନ ପୂର୍ବକ ମେଷ ରାଶି ବ୍ୟକ୍ତି କାର୍ଯ୍ୟ କରନ୍ତୁ। ଆଜି କର୍ମକ୍ଷେତ୍ରରେ ଆପଣଙ୍କୁ ଅନେକ ପ୍ରକାର ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିବ ଏବଂ କାର୍ଯ୍ୟରେ ମଧ୍ୟ ତ୍ରୁଟି ହେବ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଏବଂ କାର୍ଯ୍ୟଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଅନ୍ତୁ ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନେ ନିଶ୍ଚିତ ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟ କରନ୍ତୁ। ଆଜି ଆପଣଙ୍କର କାର୍ଯ୍ୟ କରୁଥିଲା ବେଳେ
ଅନେକ ମିଷ୍ଟେକ୍ ମଧ୍ୟ ହୋଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ ଏବଂ ନିଜର କାର୍ଯ୍ୟ ଚାକିରି ସମ୍ବନ୍ଧରେ ଅନେକ ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ଆପଣଙ୍କ ପକ୍ଷେ ଭାରି କଷ୍ଟକର ହୋଇପାରେ। ତେବେ ଆଜି ମେଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଦିନ ହୋଇନପାରେ। ତତ୍ସହିତ ରାଜନୈତିକ ସାମାଜିକ ବ୍ୟକ୍ତିଙ୍କ ପାଇଁ ଆଜି ଅସ୍ଥିରତା ଦେଖା ଦେଇପାରେ। ଆଜି ମେଷ ରାଶି ବ୍ୟକ୍ତି ଯାହାକି ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ଆଜି ନିଚ ଜାତି ବ୍ୟକ୍ତିଙ୍କ ସହିତ ଆପଣଙ୍କର ପ୍ରେମ ଜଡ଼ିତ ରହିପାରନ୍ତି। ତେଣୁ ଅନେକ କ୍ଷେତ୍ରରେ ଆପଣଙ୍କର ବାଧା ବିବାଦ ବା ମାନ ସମ୍ମାନ ମଧ୍ୟ ହାନି ହେବାର ଚାନ୍ସ ରହୁଛି। ତେଣୁ ମେଷ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ପର୍କ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ନିଶ୍ଚିତ ନିଜର ବେପାର ବାଣିଜ୍ୟକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି, କାରଣ ଅନେକ କ୍ଷେତ୍ରରେ ଆପଣଙ୍କୁ ବେପାର ବାଣିଜ୍ୟ ଯାହାକି ଲସ୍ ହେବାର ଚାନ୍ସ ରହୁଛି। ତେଣୁ ସଚେତନ ସହକାରେ ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରନ୍ତୁ। ତେବେ ମେଷ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ସାମ୍ନା କରିବାକୁ ପଡ଼ିବ ବା ଅସ୍ଥିରତା ଦେଖା ଦେଇପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଆପଣ ସୁନେଲି ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗର ଦିନ। ଗ୍ରହ ମାନେ ଆପଣଙ୍କୁ ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ଆଜି ସକାରାତ୍ମକ ସହକାରେ ହେବ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଚାକିରିରେ ଯୋଉମାନେ ଜଡ଼ିତ ଅଛନ୍ତି ଅନେକ ପ୍ରକାର କାର୍ଯ୍ୟ ସଫଳ ହେବା ସହିତ ନିଜର ଦକ୍ଷତା ପରିପ୍ରକାଶ କରିବେ ଏବଂ ଆପଣ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହେବେ। ଆପଣଙ୍କର କାର୍ଯ୍ୟକୌଶଳ ଦ୍ୱାରା ଆପଣ ଉପରସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବାର ଯୋଗ୍ୟ ବନି ଯାଇପାରନ୍ତି ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ପରିପ୍ରକାଶ କରିବ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଦିନ ବନେଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ଆଜି ବୃଷ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଏକ ଅନେକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତତ୍ସହିତ ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆପଣ ବେପାର ବାଣିଜ୍ୟ କରୁଥିଲେ, ଆପଣ ପୂର୍ବରୁ ଯଦି କିଛି କ୍ଷତି ଥିବ ଆଜି ତାହାର ଭରଣା ହବ, ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦେବ। ଆଜି ବୃଷ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବା ସହିତ ଆପଣ ବହୁତ ଉତ୍ତମ ସମ୍ପର୍କ ରହିବ ଆପଣଙ୍କର ପ୍ରେମ ସମ୍ବନ୍ଧରେ। ତେବେ ପାରିବାରିକ ସମ୍ପର୍କ ଆଜି ଭଲ ରହିବ, ଯାହା ବୃଷ ରାଶି ବ୍ୟକ୍ତିଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ଆଜି ବୃଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଆପଣ ମିଶ୍ରିତ କଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ପ୍ରାୟତଃ ସଫଳତା ଦିନ ହୋଇପାରେ। ଜୀବନରେ କିଛି ନୂତନ କାର୍ଯ୍ୟ କରିବା ପାଇଁ ଆଜି ଇଚ୍ଛା ବ୍ୟକ୍ତ କରିପାରନ୍ତି। ନିଷ୍ଠାର ସହିତ କାର୍ଯ୍ୟ କରିଲେ ଆପଣଙ୍କର ସମସ୍ତ କାର୍ଯ୍ୟ ପୂରଣ ହେବାର ଶୁଭ ଯୁଗ ସ୍ଥିତିରେ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ନିଜର କାର୍ଯ୍ୟ କୌଶଳ ଦ୍ୱାରା ସମସ୍ତ କାର୍ଯ୍ୟ ପୂର୍ଣ୍ଣ କରିବା ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଆପଣଙ୍କର ଶୁଭ ଯୁଗ ରହୁଛି ଏବଂ ନିଜର କୌଶଳ ଦ୍ୱାରା ସମସ୍ତଙ୍କୁ ମନ ଜିଣିବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଆପଣଙ୍କର ଯାହାକି ଚାକିରି ସମ୍ବନ୍ଧରେ ଜଡ଼ିତ କାର୍ଯ୍ୟ ଟିକେ ସ୍ଥିର ରହିବ। ତତ୍ସହିତ ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ଶିକ୍ଷାର୍ଥୀ ମାନଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଆପଣ ପ୍ରେମ ସମ୍ବନ୍ଧରେ ଜୀବନ ସାଥୀଙ୍କ ସହିତ ଭଲ ସମ୍ବନ୍ଧ ରହିବ। ପୂର୍ବରୁ କିଛି ଯଦି ଅପ୍ରୀତିକର କଥାବାର୍ତ୍ତା ଥିବ ବା ସମ୍ବନ୍ଧ ଖରାପ ହେଇଥିବ ଆଜି ତାହାର ସମାଧାନ ହବାର ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତତ୍ସହିତ ପରିବାର ବର୍ଗଙ୍କ ସହିତ ଆଜି ନିଶ୍ଚିତ ସମସ୍ତଙ୍କ ସହିତ ମିଳାମିଶା କରି ଅତି ସୁଖ ଆନନ୍ଦରେ ଦିନ କଟିବାର ସୁଯୋଗ ଦେଇପାରେ ମିଥୁନ ରାଶି ବ୍ୟକ୍ତିଙ୍କର।
आज मिथुन राशि व्यक्ति अर्थजनित कारोबार आपणकर अनेक जहाँकि क्षति सामना करने को पड़ो कारण अष्टम स्थान रे आपणकर आज निश्चित शनि जहाँकि रहुचंती तेणु निश्चित आपण को अशुभ फल प्रदान करिपारे जहाँकि दरिद्रता कार्यहानि व्यापार क्षेत्र में तत्सहित धर्म कार्य आपण को विजुक्त अर्थात आपण को धर्म कार्य विघ्न आसीपारे तेणु मिथुन राशि व्यक्ति यह प्रति निश्चित सचेतन रुहंतु। आज मिथुन राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य निश्चित अस्थिरता देखा दे पारे। आज मिथुन राशि व्यक्तिंकर भाग्य संख्या रही 6 भाग्य रंग रहुची जहाँकि गाढ़ नील रंग एवं ग्रह माने आपण को आज 65% साथ दौछंती। एबे चलंतु जानिबा कर्कट राशि व्यक्ति विषय। कर्कट राशि व्यक्ति आज दिनटी आपण को प्रत्येक कार्य धैर्य सहकारे करिवार आवश्यकता रही कारण आपणकर भाग्य ग्रह निम्नगामी रहुची तेणु निजर धैर्य प्रत्येक कार्य निहाती आवश्यक। यदि अधैर्य होई कार्य करिवे समस्त कार्य आपणकर भूल हेबो। तत्सहित कर्कट राशि व्यक्ति यदि दूर यात्रा करूछंती आपणको अनेक प्रकार जहाँकि हैरान हवा पाई पड़ी पारे तेणु निश्चित सचेतन सहकारे रुहंतु कर्कट राशि व्यक्ति। आज कर्कट राशि व्यक्ति यदि चाकरी संबंध में जड़ित अछंती आपनको निजर कार्य अनेक चाप आसीबो तेणु धैर्य सहकारे निजर कार्य करंतु एवं मन को स्थिरता आणंतु। यदि मन स्थिरता हो नाही तिके संगीत शुणंतु जहाँ मन स्थिरता आसी पारे। तेबे कर्कट राशि व्यक्ति आज राजनैतिक सामाजिक क्षेत्र में आपणकर प्रतिष्ठा हानि जुग रहुची तत्सहित शिक्षार्थी विद्यार्थी मानक पई आज उत्तम जुग होई न पारे। आज कर्कट राशि व्यक्ति यदि अर्थजनित कारोबार आपण को अनेक प्रकार जहाँकि अशुभ अर्थात अर्थ हानि जुग रहुची व्यापार वाणिज्य रे आपणकर क्षति हबार चांस रहुची लाभ हबार जहाँकि चांस कम रहुची तेणु निश्चित कर्कट राशि व्यक्ति यह प्रति सचेतन रुहंतु। तेणु अर्थजनित कारोबार रे आपण सावधान रुहंतु तत्सहित अर्थजनित कौनसी निष्पत्ति नियंतु नाही जहाँ आपणक पई भलो हेबो। तेबे आज कर्कट राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य समस्या अनेक प्रकार पीड़ा देई पारे जहाँ पई आपण अशांति रही पारंती। यदि पूर्वरु किछि स्वास्थ्य समस्या थिबो आज अनेक प्रकार प्रॉब्लम रे जड़ित होई पारंती तेणु निश्चित कर्कट राशि व्यक्ति यह प्रति सचेतन रुहंतु जहाँ आपणक पई भलो हेबो। आज कर्कट राशि व्यक्तिंकर भाग्य संख्या रही 4 भाग्य रंग रहुची धूसर रंग एवं ग्रह माने आपण को आज 35% साथ दौछंती। एबे चलंतु जानिबा सिंह राशि व्यक्ति विषय। सिंह राशि व्यक्ति आज दिनटी आपणक पई आदु भलो दिन होई न पारे। आपणकर भाग्य ग्रह निम्नगामी रहुची तेणु धैर्य सहकारे कार्य करंतु कौनसी गुरुत्वपूर्ण निष्पत्ति नियंतु नाही। आज सिंह राशि व्यक्ति आज सिंह राशि व्यक्ति मनटा अस्थिरता रही पारे तेणु मन को स्थिरता करिया पई सदा बेले चेष्टा करंतु। जदि स्थिरता नाही टिका आध्यात्मिक जड़ित कार्य करंतु देखिबे मनर स्थिरता आसीबो। आज सिंह राशि व्यक्ति आपण चाकरी संबंध रे जदि कार्य रे जड़ित अछंती आपणकु सफलता अपेक्षा विफलता अनेक चांस रहुची तेणु यहाँ प्रति सचेतन रहिबा सहित आपण राजनीतिक सामाजिक क्षेत्र में आपणकर भाग्य ग्रह निम्नगामी रहिबा सहित शिक्षार्थी विद्यार्थी मानक पई आज उत्तम जुग बनेई न पारे। आज सिंह राशि व्यक्ति जो माने प्रेम संबंध रे जड़ित अछंती सेमानक पई अनेक प्रकार प्रॉब्लम रे जागृत करि पारे तेणु निश्चित आज प्रेम संबंध रे आपणकर जहाँकि अनेक प्रकार मनमालिन अमंगल कथबार्ता होई पारे तेणु निश्चित सिंह राशि व्यक्ति यह प्रति सचेतन रुहंतु। तत्सहित सिंह राशि व्यक्ति आज परिवार दृष्टि देखिले स्वामी स्त्री भितर अनेक प्रकार झगड़ा होबार चांस रहुची तेणु निश्चित सिंह राशि व्यक्ति यह प्रति सचेतन रहिबार अत्यंत आवश्यकता रही। आज सिंह राशि व्यक्ति अर्थजनित कारोबार रे आपण अनेक प्रकार लॉस सामना करबा को पड़िबो तेणु अर्थजनित कारोबार धैर्य सहकारे करंतु कौनसी गुरुत्वपूर्ण निष्पत्ति नियंतु नाही। जदि व्यापार वाणिज्य करूचंती निजर बुद्धि प्रयोग करी व्यापार को केमिति लाभ करिवे सेति पई ध्यान दियंतु। आज सिंह राशि व्यक्तिंकर जहाँकि स्वास्थ्यगत दृष्टि देखिले आपणकर अनेक प्रकार रोग सामना करबा को पड़िबो
ଯଦି ପୂର୍ବରୁ ଆପଣଙ୍କର କୌଣସି ରୋଗ ଥିବ ଆଜି ଅନେକ ହଇରାଣ ହୋଇବା ପାଇଁ ପଡିପାରେ। ତେଣୁ ନିଶ୍ଚିତ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆପଣ ଯାହା ଇଚ୍ଛା କରୁଛନ୍ତି ତାହା ନିଶ୍ଚିତ ପୂରଣ ହେବ। ତତ୍ସହିତ ଆଜି ବହୁତ ଖୁସି ଆନନ୍ଦିତ ରହିବେ। ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ସଫଳତା ସହିତ ନିଜର ଲକ୍ଷ୍ୟ ସ୍ଥଳେ ପହଞ୍ଚିବେ। ତତ୍ସହିତ ଯୋଉମାନେ କନ୍ୟା ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଜଡିତ ଅଛନ୍ତି ଆପଣଙ୍କର କାର୍ଯ୍ୟ ଗୁଡିକ ଅତି କୁଟମାନରେ ହବ, ଯାହା ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଉଚ୍ଚ କର୍ମଚାରୀ ଆପଣଙ୍କୁ ନିଶ୍ଚିତ ପ୍ରଶଂସା କରିବେ। ତତ୍ସହିତ ଆପଣଙ୍କର ଅନେକ ପ୍ରଶଂସା ପାଇ ଆପଣ ବହୁତ ଆନନ୍ଦିତ ରହିବେ କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ ନିଶ୍ଚିତ ସକ୍ସେସଫୁଲ ହେବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଜଡିତ ଯଦି ଥିବେ ତାଙ୍କ ପାଇଁ ଆଜି ଏକ ରୋମାଣ୍ଟିକ ଏବଂ ସ୍ମରଣୀୟ ଦିନ ହୋଇପାରେ। ତତ୍ସହିତ କିଛି ମଧୁର ବାର୍ତ୍ତାଳାପ, ତତ୍ସହିତ କିଛି ବାହାରକୁ ବୁଲିବା ପାଇଁ ମଧ୍ୟ ସମୟ ମିଳିପାରେ। ଆଜି କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କ ପାଇଁ ଆଜି ଭଲ ରହିବ। ପୂର୍ବରୁ ଯଦି କିଛି ସମ୍ବନ୍ଧ ଖରାପ ଥାଇପାରେ ଆଜି ତାହାର ନିଶ୍ଚିତ ତ୍ରୁଟିବାର ଅନେକ ଚାନ୍ସ ରହୁଛି, ଯାହାକି ମଧୁର ସମ୍ପର୍କ ସୃଷ୍ଟି ହବାର ପରିବାର ବର୍ଗଙ୍କ ଭିତରେ ଦେଖାଯାଉଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଅନେକ ପ୍ରକାର ଲାଭ ପାଇବେ। ତତ୍ସହିତ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବେ ତାହା ପରବର୍ତ୍ତୀ ଷ୍ଟେପରେ ଅନେକ ପ୍ରକାର ଶୁଭ ଯୁଗ ସ୍ଥିତିରେ ବନଉଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ, ଯାହାକି ଅନେକ କ୍ଷେତ୍ରରେ ଆପଣଙ୍କୁ ବାଧା ସୃଷ୍ଟି କରିବାର ଚାନ୍ସ ରହୁଛି। ତେଣୁ ଧୈର୍ଯ୍ୟ ସହକାରେ ତୁଳା ରାଶି ବ୍ୟକ୍ତି ନିଜର କାର୍ଯ୍ୟ କରନ୍ତୁ। ଆଜି ଅନେକ ପ୍ରକାର ଦୁଶ୍ଚିନ୍ତା ଆସିପାରେ, ତେଣୁ ସଚେତନ ରୁହନ୍ତୁ ଏହା ପ୍ରତି। ନିଜର କାର୍ଯ୍ୟ ଗୁଡିକୁ ଧ୍ୟାନ ପୂର୍ବକ କରନ୍ତୁ। ତତ୍ସହିତ ଚାକିରି ସମ୍ବନ୍ଧରେ ଯଦି ତୁଳା ରାଶି ବ୍ୟକ୍ତି କାର୍ଯ୍ୟ କରୁଛନ୍ତି ଅନେକ ପ୍ରକାର କାର୍ଯ୍ୟ ଭୁଲ ହବାର ଚାନ୍ସ ରହୁଛି ଏବଂ ଉପରସ୍ଥ କର୍ମଚାରୀଙ୍କ ଠାରୁ ଆପଣ ଗାଳି ଶୁଣିବାର ଯୁଗ ବନଉଛି। ତେଣୁ ଧ୍ୟାନ ପୂର୍ବକ ତୁଳା ରାଶି ବ୍ୟକ୍ତି ନିଜର କାର୍ଯ୍ୟ କରନ୍ତୁ। କୌଣସି କଳହ ଯୁକ୍ତିତର୍କ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ତୁଳା ରାଶି ବ୍ୟକ୍ତି ବିଶେଷ କରି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ନିମ୍ନଗାମୀ ରହିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଆଦୌ ଭଲ ଦିନ ହୋଇନପାରେ। ଆଜି ତୁଳା ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଯଦି ଜଡିତ ଅଛନ୍ତି ନିଶ୍ଚିତ ଆପଣଙ୍କୁ ଅନେକ ପ୍ରକାର ସମସ୍ୟା ନିଜ ଭିତରେ ମତ ପାର୍ଥକ୍ୟ ଦେଖା ଦେଇପାରେ। କିଛି ନିଷ୍ପତ୍ତି ନବା ପାଇଁ ଆଜି ନିଜ ଭିତରେ କଳହ ଯୁଗ ରହୁଛି। ତେଣୁ ନିଶ୍ଚିତ ତୁଳା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ଦୃଷ୍ଟିରୁ ଦେଖିଲେ ଅନେକ ପ୍ରକାର ମତଭେଦ ଦେଖା ଦେଇପାରେ, ଯାହାକି ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେଣୁ ନିଶ୍ଚିତ ତୁଳା ରାଶି ବ୍ୟକ୍ତି ପରିବାର ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଯାହା ପରିବାର ସମ୍ପର୍କ ଭଲ ରହିବ। ଆଜି ତୁଳା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ନିଶ୍ଚିତ ସାବଧାନ ରୁହନ୍ତୁ। ଅର୍ଥକୁ ସଞ୍ଚୟ କରିବା ପାଇଁ ଚେଷ୍ଟା କରନ୍ତୁ। କୌଣସି ଅବାଞ୍ଛିତ ଖର୍ଚ୍ଚ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ତୁଳା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଅନେକ ପ୍ରକାର ଦେଖା ଦେଇପାରେ। ଯଦି ପୂର୍ବରୁ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ଅଧିକ ଖରାପ ହୋଇଯାଇପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ବାଇଗଣୀ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟ ଗୁଡିକୁ ଧୈର୍ଯ୍ୟ ସହକାରେ କରନ୍ତୁ। ନିଜର କାର୍ଯ୍ୟ ଧୈର୍ଯ୍ୟ ସହିତ ଶାନ୍ତ ହିସାବରେ କରିଲେ ଆପଣଙ୍କୁ ଭଲ ହବ, ନହେଲେ ଅନେକ ପ୍ରକାର ପ୍ରୋବ୍ଲେମ ଆସିବ ଏବଂ ନିଜର କାର୍ଯ୍ୟରେ ତ୍ରୁଟି ହବାର ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତି
ନିଜର ମାନସିକ ସ୍ଥିତି ଭଲ ନ ରହିପାରେ, ଅସ୍ଥିରତା ଅନେକ ପ୍ରକାର ଦେଖା ଦେଇପାରେ। ତତ୍ସହିତ ବିଚାର ରାଶି ବ୍ୟକ୍ତି ଆଜି ଚାକିରି ସମ୍ବନ୍ଧରେ ଯଦି କାର୍ଯ୍ୟ କରୁଛନ୍ତି ନିଶ୍ଚିତ ସାବଧାନ ରୁହନ୍ତୁ। ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ ଯାହାକୁ ପରିଚାଳନା କରିବା ଆପଣଙ୍କ ପକ୍ଷେ ଭାରି କଷ୍ଟକର ହେବ। ତେଣୁ ବିଚାର ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଅସ୍ଥିରତା ଦେଖା ଦେଇପାରେ। ତତ୍ସହିତ ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ କିଛି ପାଠ ପଢାପଢିରେ ଅବହେଳା କରିପାରନ୍ତି। ଆଜି ବିଚାର ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣ ନିଶ୍ଚିତ ନିରୁତ୍ସାହ ରହିପାରନ୍ତି। ନିଜ ଭିତରେ ମତ ପାର୍ଥକ୍ୟ ଦେଖା ଦେଇପାରେ ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ନିଜ ଭିତରେ କିଛି କଳହ ଯୁଗ ରହୁଛି, ତେଣୁ ଧୈର୍ଯ୍ୟ ସହକାରେ ବିଚାର ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ବିଚାର ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଆପଣ ଅନେକ ପ୍ରକାର ଖରାପ ଯୁଗ ରହୁଛି, ତେଣୁ ପାରିବାରିକ ସମ୍ପର୍କ ଧୈର୍ଯ୍ୟ ସହକାରେ ରଖିବା ପାଇଁ ଚେଷ୍ଟା କରନ୍ତୁ, କେମିତି ଭଲ ରହିବ ସେଥିପାଇଁ ସଚେତନ ହୁଅନ୍ତୁ। ଆଜି ବିଚାର ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଟଙ୍କା ପରିଚାଳନା କରିବାର ଆଦୌ ନିଷ୍ପତ୍ତି ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଅନେକ ପ୍ରକାର ମହଙ୍ଗା ପଡିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡେ। ତେବେ ବିଚାର ରାଶି ବ୍ୟକ୍ତି ଯୋଉମାନେ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ସଚେତନ ହୋଇଯାଆନ୍ତୁ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ଥିବାରୁ ଆପଣଙ୍କୁ ଆଜି କ୍ଷତି ସହିବାକୁ ପଡିପାରେ। ତେଣୁ ଧୈର୍ଯ୍ୟ ସହକାରେ ନିଜର ବେପାର ବାଣିଜ୍ୟ କରନ୍ତୁ, ତାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବିଚାର ରାଶି ବ୍ୟକ୍ତି ବିଶେଷ କରି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ହାନି ଯୁଗ ରହୁଛି, ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ନହେଲେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଖରାପ ହବାର ଚାନ୍ସ ରହୁଛି। ଆଜି ବିଚାର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ, ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟ ଗୁଡିକୁ ଧୈର୍ଯ୍ୟ ସହକାରେ କରନ୍ତୁ। ଅନେକ ନକାରାତ୍ମକ ଭାବନା ଆପଣଙ୍କର ଆସିପାରେ, ତେଣୁ ନକାରାତ୍ମକ ଭାବନା ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିଲେ ନିଜର ଆଶା ପୂର୍ଣ୍ଣ ହବାର ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଗ୍ରହ ମଧ୍ୟମ ଧରଣର ରହୁଛି, ତେଣୁ ଅଧିକ ଆଶା କରିବେ କିନ୍ତୁ ଫଳ ଟିକେ କମ ମିଳିବ। ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ଧ୍ୟାନ ସହକାରେ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ, ଏବଂ ପରିଶ୍ରମ ନିଶ୍ଚିତ କରନ୍ତୁ ଧନୁ ରାଶି ବ୍ୟକ୍ତି। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ଆପଣ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକୁ ସଚେତନ ସହକାରେ କରନ୍ତୁ ଏବଂ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ, କାରଣ ଅନେକ ଚ୍ୟାଲେଞ୍ଜ ଆସିବ ଯାହାକୁ ସାମ୍ନା କରିବା ଆପଣଙ୍କ ପାଇଁ ଭାରି କଷ୍ଟକର ହୋଇପାରେ। ଆଜି ଧନୁ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଅସ୍ଥିରତା ଆସିପାରେ, ତେଣୁ ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ଧନୁ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଯାହା ଆପଣଙ୍କର ଶିକ୍ଷା କ୍ଷେତ୍ରରେ ମଧ୍ୟମ ଧରଣର ଭାଗ୍ୟ ସାଥ ଦେଉଛି। ତତ୍ସହିତ ଧନୁ ରାଶି ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ଯାହାକି ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। କୌଣସି କଳହ ଯୁକ୍ତିତର୍କ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତି ବିଶେଷ କରି ପାରିବାରିକ ସମ୍ପର୍କ ଭିତରେ ଆପଣଙ୍କର କେତେକାଂଶରେ ଅସ୍ଥିରତା ଦେଖା ଦେଇପାରେ। କିଛି ଭୁଲ ବୁଝାମଣା ଯୋଗୁଁ ଆପଣଙ୍କ ନିଜ ଭିତରେ ଯୁକ୍ତିତର୍କ ହବାର ଅନେକ ଚାନ୍ସ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଧନୁ ରାଶି ବ୍ୟକ୍ତି। ଆଜି ଧନୁ ରାଶି ବ୍ୟକ୍ତି ବିଶେଷ କରି ଶତ୍ରୁ ମାନଙ୍କ ଠାରୁ ଆପଣ ବିଜୟ ହବାର ଅନେକ ଚାନ୍ସ, ଯୋଉଠି କମ୍ପିଟିସନ କିଛି କାର୍ଯ୍ୟକ୍ରମରେ ଯଦି ଭାଗ ନେଉଛନ୍ତି ସେଥିରେ ବିଜୟ ହବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କେତେକାଂଶରେ ଯାହାକି ସମସ୍ୟା ଦେଖା ଦେଇପାରେ। ଯଦି ସଚେତନ ରହିବେ ତେବେ ନିଶ୍ଚିତ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ କିଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ରହୁଛି ନୀଳ ରଙ୍ଗ, ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଅଦ୍ଭୁତ ଦିନ ହୋଇପାରେ। ପ୍ରତ୍ୟେକ କାର୍ଯ୍ୟ ନିଜ ଇଚ୍ଛା ଅନୁସାରେ ପୂରଣ କରିବେ। ନିଜର ଚିନ୍ତାଧାରା ଅନୁସାରେ ସମସ୍ତ କାର୍ଯ୍ୟ ପୂରଣ କରିବା ସହିତ ଆଜି ନିଜର ଯୋଜନା ପ୍ରସ୍ତୁତ କରି ସମସ୍ତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ପୂର୍ଣ୍ଣ କରିବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡିକ ଅନେକ କାର୍ଯ୍ୟ ଆପଣ ପ୍ରଶଂସାର ପାତ୍ର ବନି ଯାଇ ପାରନ୍ତି, ଯାହାକି ସହକର୍ମୀ ମାନେ ସାଥ ଦେବା ସହିତ ଆପଣଙ୍କର କାର୍ଯ୍ୟ କୌଶଳ ଉପରସ୍ଥ କର୍ମଚାରୀଙ୍କୁ ଦୃଷ୍ଟି ଆକର୍ଷଣ ହବ ନିଶ୍ଚିତ। ତତ୍ସହିତ ଆପଣ ସେମାନଙ୍କ ଠାରୁ ପ୍ରଶଂସା ପାଇବାର ଅନେକ ଚାନ୍ସ ରହୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ହବାର ଅନେକ ଚାନ୍ସ ରହୁଛି। ତତ୍ସହିତ ମକର ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ
उत्तम जुग बनाऊँच। तत्सहित आज मकर राशि व्यक्ति प्रेम संबंध में आपणकर आज मधुर वार्तालाप हबार अनेक चांस रही पारे, किंतु ध्यान दियंतु कौनसी कलह जुक्ति तर्क करंतु नाही, कारण केतेकांश रे आपणकर देखा देई पारे जहा कि निज भितरे संपर्क खराब होबार चांस रहुची। विशेष करी आज मकर राशि व्यक्ति पारिवारिक संपर्क खराब होबार अनेक चांस रहुची, जहा कि स्वामी स्त्री भितरे कलह होबार अनेक चांस रहुची। तेणु यहा प्रति निश्चित मकर राशि व्यक्ति सावधान रुहंतु। तेबे व्यापार वाणिज्य करुथिले अनेक प्रकार अशुभ जुग रहुची, तेणु ध्यान पूर्वक व्यापार वाणिज्य आपण करंतु। कौनसी रिस्कफुल वाणिज्य करंतु नाही जहा कि परवर्ती स्टेप रे आपनको अनेक क्षति सहिबाकू पड़िबो। तेणु बुद्धि प्रयोग करी व्यापार वाणिज्य करंतु। आज मकर राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे, कौनसी आपणकर स्वास्थ्य समस्या रहिबो नाही। आज मकर राशि व्यक्तिंकर भाग्य संख्या रही 4, भाग्य रंग रहुची जहा कि धूसर रंग एवं ग्रह माने आपनको आज 70% साथ दउछंती। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज निजर कार्य गुडी को संपूर्ण भल करिवार अनेक चांस रहुची। आज किंतु कुंभ राशि व्यक्ति कौनसी गुरुत्वपूर्ण निष्पत्ति ठारू निजको दूरता अवलंबन करिले ताहा आपनको पई भलो हेबो। तेबे आज कुंभ राशि व्यक्ति कार्य रे चाप टिके बढ़ी पारे, जहा पई आपण मानसिक टिके अशांति रही पारंती, किंतु प्रत्येक कार्य जदि धैर्य सहकारे करिवे कुंभ राशि व्यक्ति तेबे आपणकर मानसिक टेंशन दूर होबा सहित कौनसी कार्य रे चाप ही आसीबो नाही। आज कुंभ राशि व्यक्ति जो माने चाकरी संबंध रे कार्य करूछंती, निश्चित आपण जदि योजना प्रस्तुत करी कार्य करिवे देखिबे कौनसी कार्य अटकिबो नाही, समस्त कार्य संपूर्ण हबो। तत्सहित आपण बहुत खुशी अनुभव मध्य करिवे। आज कुंभ राशि व्यक्ति विशेष करी आपणकर राजनीतिक सामाजिक क्षेत्र में प्रतिष्ठा लाभ करने सहित शिक्षार्थी विद्यार्थी मानक पई उत्तम जुग रहुची। आज कुंभ राशि व्यक्ति जहा कि आपणकर प्रेम संबंध में बहुत उत्साहित एवं जहा कि निज भितरे किछि रोमांटिक परिवेश सृष्टि करि पारे। तत्सहित आज कुंभ राशि व्यक्ति पारिवारिक दृष्टि देखिले आपणकर अनेक भल संपर्क रहिबो, निज भितरे मधुरता। तत्सहित पूर्व जदि परिवार संबंध किछि खराब होइथिबो आज ताहार मिलामांसा हबार अनेक चांस रहुची। आज कुंभ राशि व्यक्तिंकर स्वास्थ्यगत दृष्टि देखिले किंतु स्वास्थ्य प्रति निश्चित सचेतन रुहंतु। विशेष करी जीवजंतु ठारू दूरता अवलंबन करंतु एवं खाद्य प्रति निश्चित सचेतन रुहंतु, कारण आज स्वास्थ्य समस्या बढ़िबार अनेक चांस रहुची। आज कुंभ राशि व्यक्तिंकर भाग्य संख्या रही जहा कि 2, भाग्य रंग रहुची कमला रंग एवं ग्रह माने आपण को आज 65% साथ दउछंती। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज दिनटे आपणकर समस्त कार्य विफलता जुग रहुची, तेणु निश्चित निजर कार्य गुडी को ध्यान सहकारे करंतु। कौनसी असुरक्षित कार्य करंतु नाही एवं आज निजर कार्य गुडी को उत्साह कमी जाई पारे, तेणु धैर्य सहकारे कार्य करंतु। मन जदि अस्थिरता रहुची मीन राशि व्यक्ति आपण मन को स्थिरता आनिबा पई संगीत सुनंतु किबा प्रवचन टिए सुनंतु, देखिबे मनर स्थिरता आसीबो। तेबे चाकरी संबंध रे जो माने कार्य करूचंती मीन राशि व्यक्ति आपण धैर्य सहकारे कार्य करंतु। कार्य रे अनेक प्रकार त्रुटि आसीबो, जहा पई आपण मानसिक स्तर रे जहा कि अस्थिरता रही पारंती। तेणु निश्चित प्रथमे कार्य योजना अनुसार कार्य करंतु एवं आपनकर उपरस्थ कर्मचारी जो हिसाब रे कहिथिबे से हिसाब रे कार्य करंतु, देखिबे कार्य रे सफलता आडको अग्रगति करिवो। तेबे मीन राशि व्यक्ति आज राजनीतिक क्षेत्र रे आपनकर मान सम्मान हानि होबार चांस रहउची। तत्सहित शिक्षार्थी विद्यार्थी मानक पई आज पाठ पढ़ा रे अवहेला युक्त रहउची, तेणु यह प्रति निश्चित सचेतन रहिबा सहित जो माने मीन राशि व्यक्ति प्रेम संबंध रे जड़ित अछंती निश्चित आपनक भितरे मत पार्थक्य देखा देई पारे। तेणु यह प्रति निश्चित सचेतन रहिबा सहित कौनसी कलह युक्ति तर्क करंतु नाही, जहा आपनक पई भलो होबे। तेबे मीन राशि व्यक्ति आज पारिवारिक संपर्क आपनकर अस्थिरता देखा देई पारे, जहा कि निज भितरे भूल बुझामणा जो मन भितरे अनेक त्रुटि आसी पारे। आज मीन राशि व्यक्ति अर्थजनित कारोबार आपण सचेतन रुहंतु, कारण अर्थजनित
ଯାହାକି ଆପଣଙ୍କର କ୍ଷୟ ହବ। ତେଣୁ ବିଶେଷ କରି ହଠାତ୍ କିଛି ଅର୍ଥ ମଧ୍ୟ ହାନି ହବାର ଚାନ୍ସ ରହୁଛି। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିପାରେ। ବିଶେଷ କରି ଥଣ୍ଡା ପାଣି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଯାହା ଥଣ୍ଡା ଜିନିଷ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ, କାରଣ ଆପଣଙ୍କର ସ୍ୱାସ୍ଥ୍ୟ ହାନି ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।